ଯେମିତିକି ଆର୍ଟିକିଲ୍ 1 ହେଉଛି ନେମ୍ ଆଣ୍ଡ ଟେରିଟୋରି ଅଫ୍ ପାର୍ଟ ଜାଣିବା ପାଇଁ ଗୋଟିଏ ସର୍ଟ ଟ୍ରିକ୍ ଅଛି। ପ୍ରଥମ ସେଣ୍ଟେନ୍ସଟି ହେଲା ୟୁ କ୍ୟାନ୍ ଫ୍ଲାଏ ଡାଇରେକ୍ଟ। ଦ୍ୱିତୀୟ ସେଣ୍ଟେନ୍ସଟି ହେଲା ଫ୍ରୁଟ୍ ଟେଷ୍ଟ ସୁଇଟ୍। ତାପରେ ପାର୍ଟ 21ରେ ଅଛି ଆର୍ଟିକିଲ୍ 369 ରୁ 392 ପାଇଁ କି ପଏଣ୍ଟ ଟିକେ ମନେ ରଖନ୍ତୁ। ପ୍ରଥମେ ହେଲା ଷ୍ଟେଟ୍ ଆଣ୍ଡ ୟୁନିୟନ ଟେରିଟୋରି। ନମସ୍କାର, ଜୟ ଜଗନ୍ନାଥ। ପିଲାମାନେ ଆଜି ଆମେ ଆମର ଇଣ୍ଡିଆନ୍ କନଷ୍ଟିଚ୍ୟୁସନର ପୁରା ଡିଟେଲ୍ସ ଜାଣିବା। ପିଲାମାନେ ପ୍ରଥମେ ଆମେ ଆମର ଇଣ୍ଡିଆନ୍ କନଷ୍ଟିଚ୍ୟୁସନର କିଛି ସାଧାରଣ ଜିନିଷ ଜାଣିବା। ଯଦି ଆପଣମାନେ ଜାଣିବାକୁ ଚାହୁଁନାହାନ୍ତି ତାହେଲେ ଏହି ପାର୍ଟିକୁ ସ୍କିପ୍ ମଧ୍ୟ କରିପାରିବେ। 26 ନଭେମ୍ବର 1949 ଏହି ଦିନ ଆମେ ଆମର ଇଣ୍ଡିଆନ୍ କନଷ୍ଟିଚ୍ୟୁସନକୁ ଆଡପ୍ଟ କରିଥିଲୁ ଏବଂ 26 ଜାନୁଆରୀ 1950ରେ ଏହା ଲାଗୁ ହୋଇଥିଲା। ପ୍ରଥମେ ଆମର ଇଣ୍ଡିଆନ୍ କନଷ୍ଟିଚ୍ୟୁସନରେ 395ଟି ଆର୍ଟିକିଲ୍, 22ଟି ପାର୍ଟ ଏବଂ 8ଟି ସିଡ୍ୟୁଲ୍ ଥିଲା। କିନ୍ତୁ ବର୍ତ୍ତମାନ ତାହା ବଢ଼ିକି 470 ଆର୍ଟିକିଲ୍, 25ଟି ପାର୍ଟ ଏବଂ 12ଟି ସିଡ୍ୟୁଲ୍ ଅଛି। ଏବଂ ଆମର ଏହି ଇଣ୍ଡିଆନ୍ କନଷ୍ଟିଚ୍ୟୁସନ ହେଉଛି ଦୁନିଆର ସବୁଠାରୁ ଲମ୍ବା ଲିଖିତ କନଷ୍ଟିଚ୍ୟୁସନ। ଏବେ ଆପଣମାନଙ୍କ ପାଇଁ ପ୍ରଶ୍ନ ଯେ ଆମର ଇଣ୍ଡିଆନ୍ କନଷ୍ଟିଚ୍ୟୁସନକୁ କିଏ ଲେଖିଥିଲେ ଏବଂ ଦୟାକରି କମେଣ୍ଟ ସେକ୍ସନରେ ଏହାର ଉତ୍ତର ଜଣାଇବେ ଏବଂ ଭିଡ଼ିଓଟିକୁ ଲାଇକ୍ କରି ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଫଳରେ ସେମାନେ ମଧ୍ୟ ଏହା ବିଷୟରେ ଜାଣିପାରିବେ। ଏବେ ଆମେ ପ୍ରଥମେ 12ଟି ସିଡ୍ୟୁଲ୍ ବିଷୟରେ ଜାଣିବା। ପ୍ରଥମେ ଏହି 12ଟି ସିଡ୍ୟୁଲ୍କୁ ମନେ ରଖିବା ପାଇଁ କି ପଏଣ୍ଟ ଟିକେ ମନେ ରଖନ୍ତୁ। ପ୍ରଥମେ ହେଲା ଷ୍ଟେଟ୍ ଆଣ୍ଡ ୟୁନିୟନ ଟେରିଟୋରି, ତାପରେ ସେଲେରୀ, ତାପରେ 3 ନମ୍ବରରେ ଓଥ୍, ତାପରେ 4 ନମ୍ବରରେ ସିଟ୍ସ, ତାପରେ 5 ନମ୍ବରରେ ସିଡ୍ୟୁଲ୍ ଏରିଆ ଆଣ୍ଡ ଟ୍ରାଇବ୍ସ, ତାପରେ 6 ନମ୍ବରରେ ଟ୍ରାଇବାଲ ଏରିଆ, ତାପରେ 7 ନମ୍ବରରେ 3 ଲିଷ୍ଟ, ତାପରେ 8 ନମ୍ବରରେ ଲାଙ୍ଗୁଏଜ, ତାପରେ 9 ନମ୍ବରରେ ଜମିନଦାରୀ ସିଷ୍ଟମ, ତାପରେ ଡିସକ୍ୱାଲିଫିକେସନ, ତାପରେ ପଞ୍ଚାୟତ ଆଉ ଶେଷରେ ମ୍ୟୁନିସିପାଲିଟିଜ। ଏହି 12ଟି ପଏଣ୍ଟକୁ ମନେ ରଖିଦେଲେ ଆପଣମାନେ ପୁରା 12ଟି ସିଡ୍ୟୁଲ୍ ଜାଣିଯିବେ। ଏବେ ଆମେ ପ୍ରଥମ ସିଡ୍ୟୁଲ୍ ବିଷୟରେ ଜାଣିବା। ଲିଷ୍ଟ ଅଫ୍ ଷ୍ଟେଟ୍ସ ଆଣ୍ଡ ୟୁନିୟନ ଟେରିଟୋରିଜ ଆଣ୍ଡ ଦେୟାର ଟେରିଟୋରିଜ ମାନେ ହେଲା ଭାରତରେ ଥିବା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକର ନିଜର ଅଞ୍ଚଳ। ଏହାର କି ପଏଣ୍ଟଟି ମୁଁ କହିଥିଲି ଷ୍ଟେଟ୍ ଆଣ୍ଡ ୟୁଟି ମାନେ ଷ୍ଟେଟ୍ ଆଣ୍ଡ ୟୁନିୟନ ଟେରିଟୋରି। ତାପରେ ସେମିତି ସେକେଣ୍ଡ ସିଡ୍ୟୁଲରେ ହେଲା ଆଲାୱେନ୍ସ, ପ୍ରିଭିଲେଜ ଆଣ୍ଡ ଏମୋଲମେଣ୍ଟସ ଅଫ୍ ପ୍ରେସିଡେଣ୍ଟ, ଗଭର୍ଣ୍ଣର୍ସ, ସୁପ୍ରିମ କୋର୍ଟ ଜଜେସ୍ ଏକ୍ସେଟ୍ରା ମାନେ କାହାକୁ କେତେ ସେଲେରୀ ମିଳିବ। ମୁଁ ଏହାର କି ପଏଣ୍ଟଟି କହିଥିଲି ସେଲେରୀ। ତାପରେ ସେମିତି ଥାର୍ଡ ସିଡ୍ୟୁଲରେ ହେଉଛି ଓଥ୍ ଆଣ୍ଡ ଏଫର୍ମେସନ ମାନେ ଶପଥ ଗ୍ରହଣ। ଏହାର ମୁଁ କି ପଏଣ୍ଟଟି କହିଥିଲି ଓଥ୍। ତାପରେ ସେମିତି ଫୋର୍ଥ ସିଡ୍ୟୁଲରେ ଏଲୋକେସନ ଅଫ୍ ସିଟ୍ସ ଫର ଷ୍ଟେଟ୍ସ ଆଣ୍ଡ ୟୁନିୟନ ଟେରିଟୋରିଜ ଇନ୍ ଦ ରାଜ୍ୟସଭା ମାନେ ରାଜ୍ୟସଭାରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସିଟ୍ ଆବଣ୍ଟନ। ଏହାର ମୁଁ କି ପଏଣ୍ଟଟି କହିଥିଲି ସିଟ୍ସ। ତାପରେ ଫିଫ୍ଥ ସିଡ୍ୟୁଲରେ ହେଲା ଆଡମିନିଷ୍ଟ୍ରେସନ ଆଣ୍ଡ କଣ୍ଟ୍ରୋଲ ଅଫ୍ ସିଡ୍ୟୁଲ୍ଡ ଏରିଆଜ ଆଣ୍ଡ ସିଡ୍ୟୁଲ୍ଡ ଟ୍ରାଇବ୍ ମାନେ ଅନୁସୂଚିତ ଅଞ୍ଚଳ ଏବଂ ଅନୁସୂଚିତ ଜନଜାତିର ପ୍ରଶାସନ ଏବଂ ନିୟନ୍ତ୍ରଣ। ଏହାର କି ପଏଣ୍ଟଟି ମୁଁ କହିଥିଲି ସିଡ୍ୟୁଲ୍ ଏରିଆ ଆଣ୍ଡ ଟ୍ରାଇବ୍। ତାପରେ ସିକ୍ସ ସିଡ୍ୟୁଲରେ ହେଲା ଆଡମିନିଷ୍ଟ୍ରେସନ ଅଫ୍ ଟ୍ରାଇବାଲ ଏରିଆଜ ଇନ୍ ଦ ଷ୍ଟେଟ୍ ଅଫ୍ ପର୍ଟିକୁଲାରଲି ଏହି 4ଟି ଷ୍ଟେଟ୍ ଯାହା ହେଉଛି ଆସାମ, ମେଘାଳୟ, ତ୍ରିପୁରା ଆଣ୍ଡ ମିଜୋରାମ। ଏହାର ମାନେ ହେଉଛି ଆସାମ, ମେଘାଳୟ, ତ୍ରିପୁରା ଏବଂ ମିଜୋରାମ ରାଜ୍ୟ ଗୁଡ଼ିକରେ ଆଦିବାସୀ ଅଞ୍ଚଳର ପ୍ରଶାସନ। ଏହାର କି ପଏଣ୍ଟଟି ମୁଁ କହିଥିଲି ଟ୍ରାଇବାଲ ଏରିଆ। ତାପରେ ସେଭେନ୍ଥ ସିଡ୍ୟୁଲରେ ହେଉଛି ଇଟ୍ ଇନକ୍ଲୁଡ୍ସ 3 ଲେଜିସ୍ଲେଟିଭ ଲିଷ୍ଟ। ପ୍ରଥମେ ହେଲା ୟୁନିୟନ ଲିଷ୍ଟ, ତାପରେ ବିରେ ହେଲା ଷ୍ଟେଟ୍ ଲିଷ୍ଟ, ତାପରେ 3 ନମ୍ବର ହେଉଛି କନକନେଣ୍ଟ ଲିଷ୍ଟ। ଏହାର କି ପଏଣ୍ଟଟି ମୁଁ କହିଥିଲି 3 ଲିଷ୍ଟ। ତାପରେ ଏବେ ଜାଣିବା 8th ସିଡ୍ୟୁଲ। 8th ସିଡ୍ୟୁଲ ହେଉଛି ଆମର 22ଟି ଅଫିସିଆଲ ଲାଙ୍ଗୁଏଜ ମାନେ 22ଟି ସରକାରୀ ଭାଷା। ଏହାର କି ପଏଣ୍ଟଟି ମୁଁ କହିଥିଲି ଲାଙ୍ଗୁଏଜ। ତାପରେ ସିଡ୍ୟୁଲ 9ରେ ଲ୍ୟାଣ୍ଡ ରିଫର୍ମସ ଆଣ୍ଡ ଏଭୋଲ୍ୟୁସନ ଅଫ୍ ଦ ଜମିନଦାରୀ ସିଷ୍ଟମ। ଏହା ଫାର୍ଷ୍ଟ ଆମେଣ୍ଡମେଣ୍ଟ ଆକ୍ଟ 1951ରେ ଆଡ୍ କରାଯାଇଥିଲା। ଇଟ୍ ପ୍ରୋଟେକ୍ଟସ ଦ ଲଜ ଇନକ୍ଲୁଡେଡ ଇନ୍ ଇଟ୍ ଫ୍ରମ୍ ଜୁଡିସିଆଲ ରିଭ୍ୟୁ ମାନେ ଜମି ସଂସ୍କାର ଏବଂ ଜମିନଦାରୀ ବ୍ୟବସ୍ଥା ରଦ୍ଦ କରାଯିବ। ତାପରେ ସିଡ୍ୟୁଲ 10ରେ ହେଲା ପ୍ରୋଭିଜନ୍ସ ରିଲେଟିଂ ଟୁ ଡିସକ୍ୱାଲିଫିକେସନ ଅଫ୍ ଦ ମେମ୍ବର୍ସ ଅନ୍ ଦ ଗ୍ରାଉଣ୍ଡ ଅଫ୍ ଡିଫେକ୍ସନ ମାନେ ସଦସ୍ୟଙ୍କ ଅଯୋଗ୍ୟତା ସମ୍ବନ୍ଧୀୟ ବ୍ୟବସ୍ଥା। ଏହା 52nd ଆମେଣ୍ଡମେଣ୍ଟ ଆକ୍ଟ ଅଫ୍ 1985 ଦ୍ୱାରା ଆଡ୍ କରାଯାଇଥିଲା। ଏହାକୁ ଏଣ୍ଟି ଡିଫେକ୍ସନ ଲ ମଧ୍ୟ କୁହାଯାଏ। ତାପରେ 11th ସିଡ୍ୟୁଲଟି ହେଉଛି ପଞ୍ଚାୟତ। ଏହା 73rd ଆମେଣ୍ଡମେଣ୍ଟ ଆକ୍ଟ ଅଫ୍ 1992ରେ ଆଡ୍ କରାଯାଇଥିଲା। ତାପରେ 12th ସିଡ୍ୟୁଲରେ ହେଲା ମ୍ୟୁନିସିପାଲିଟିଜ। ଏହା 74th ଆମେଣ୍ଡମେଣ୍ଟ ଆକ୍ଟ ଅଫ୍ 1992ରେ ଆଡ୍ କରାଯାଇଥିଲା। ଏବେ ଆମେ ଜାଣିବା ଆମର 25ଟି ପାର୍ଟସ ବିଷୟରେ। ପିଲାମାନେ ଏହି 25ଟି ପାର୍ଟ ଜାଣିବା ପାଇଁ ଗୋଟିଏ ସର୍ଟ ଟ୍ରିକ୍ ଅଛି। ଚାଲନ୍ତୁ ଜାଣିବା ସେହି ଟ୍ରିକ୍ଟିକୁ। ଏହାକୁ ମୁଁ 2ଟି ସେଣ୍ଟେନ୍ସରେ କହିବି। ପ୍ରଥମ ସେଣ୍ଟେନ୍ସଟି ହେଲା ୟୁ କ୍ୟାନ୍ ଫ୍ଲାଏ ଡାଇରେକ୍ଟଲି ଫ୍ରମ୍ ୟୁଏସ୍ ୟୁଜିଂ ପାରାମିଲିଟାରୀ କ୍ଲୋଜ୍ ସ୍ପେସିଆଲ ରକେଟ୍ ଏବଂ ଦ୍ୱିତୀୟ ସେଣ୍ଟେନ୍ସଟି ହେଲା ଫ୍ରୁଟ୍ ଟେଷ୍ଟ ସୁଇଟ୍ ଟୁ ଇଟ୍ ସୋ ଅନ୍ ଇଟ୍ସ ମ୍ୟାଙ୍ଗୋ ଏଜ୍ ଟେଷ୍ଟି ସୁଇଟ୍ସ। ଏହାକୁ ଆପଣମାନଙ୍କୁ ମନେ ରଖିବାକୁ ପଡ଼ିବ।
ପିଲାମାନେ ଏହି ଦୁଇଟି ସେଣ୍ଟେନ୍ସରେ ଯେଉଁ ୱାର୍ଡ ଗୁଡ଼ା ଅନ୍ୟ କଲରରେ ଅଛି ସେହି ଅକ୍ଷରରୁ ହିଁ ପାର୍ଟର ନାମ ଷ୍ଟାର୍ଟ ହେଇଛି। ଏବେ ଆମେ 25ଟି ପାର୍ଟସ ବିଷୟରେ ଡିଟେଲ୍ସରେ ଜାଣିବା। ପ୍ରଥମେ ଫାର୍ଷ୍ଟ ସେଣ୍ଟେନ୍ସକୁ ଆସିବା। ପ୍ରଥମେ ୟୁ ଦ ୟୁନିୟନ ଆଣ୍ଡ ଇଟ୍ସ ଟେରିଟୋରୀ, ଏଟା ହେଉଛି ପାର୍ଟ 1। ତାପରେ ସି ରେ ହେଉଛି ସିଟିଜେନସିପ୍, ଏହା ହେଉଛି ପାର୍ଟ 2। ତାପରେ ଏଫ୍ ରେ ହେଉଛି ଫଣ୍ଡାମେଣ୍ଟାଲ ରାଇଟ୍ସ, ଏଟା ହେଉଛି ପାର୍ଟ 3। ତାପରେ ଡି ରେ ହେଉଛି ଡିରେକ୍ଟିଭ ପ୍ରିନ୍ସିପଲ୍ସ, ଏଟା ହେଉଛି ପାର୍ଟ 4। ତାପରେ ଏଫ୍ ରେ ହେଲା ଫଣ୍ଡାମେଣ୍ଟାଲ ଡ୍ୟୁଟିଜ, ଏଟା ହେଉଛି ପାର୍ଟ 4 ର ଏ। ତାପରେ ୟୁ ରେ ହେଲା ଦ ୟୁନିୟନ, ଏଟା ହେଉଛି ପାର୍ଟ 5। ତାପରେ ଏସ୍ ରେ ହେଲା ଦ ଷ୍ଟେଟ୍, ଏଟା ହେଉଛି ପାର୍ଟ 6। ଆଉ ଏବେ ଇମ୍ପୋର୍ଟାଣ୍ଟ ଗୋଟେ ମନେ ରଖନ୍ତୁ ଯେ ପାର୍ଟ 7 ଯୋଉଟାକି ଥିଲା ଷ୍ଟେଟ୍ସ ଇନ୍ ପାର୍ଟସ ବି ଅଫ୍ ଦ ଫାର୍ଷ୍ଟ ସିଡ୍ୟୁଲ, ଏହାକୁ ରିପିଲ୍ କରିଦିଆଗଲା ବାଏ 7th Amendment Act of 1956 ରେ। ଏବଂ ତାପରେ ନେକ୍ସଟ ୟୁ ରେ ହେଲା ଦ ୟୁନିୟନ ଟେରିଟୋରୀ, ଏଟା ହେଉଛି ପାର୍ଟ 8। ତାପରେ ହେଲା ପି ରେ ହେଲା ଦ ପଞ୍ଚାୟତ, ଏଟା ହେଉଛି ପାର୍ଟ 9। ତାପରେ ହେଲା ଏମ୍ ଦ ମ୍ୟୁନିସିପାଲିଟିଜ, ଏଟା ହେଉଛି ପାର୍ଟ 9 ର ଏ। ତାପରେ ହେଲା ସି ରେ ହେଲା କୋଅପରେଟିଭ સોસાયટીଜ, ଏଟା ହେଉଛି ପାର୍ଟ 9 ର ବି। ତାପରେ ଏସ୍ ରେ ହେଲା ସିଡ୍ୟୁଲ୍ଡ ଆଣ୍ଡ ଟ୍ରାଇବାଲ ଏରିଆ, ଏଟା ହେଉଛି ପାର୍ଟ 10। ତାପରେ ହେଲା ଆର୍ ରେ ହେଲା ରିଲେସନ ବିଟୱିନ୍ ୟୁନିୟନ ଆଣ୍ଡ ଷ୍ଟେଟ୍ସ, ଏଟା ହେଉଛି ପାର୍ଟ 11। ଏହା ହେଲା ଫାର୍ଷ୍ଟ ସେଣ୍ଟେନ୍ସର। ଏବେ ଆମେ ଯିବା ସେକେଣ୍ଡ ସେଣ୍ଟେନ୍ସକୁ। ସେକେଣ୍ଡ ସେଣ୍ଟେନ୍ସର ପ୍ରଥମେ ହେଲା ଏଫ୍ ରେ ହେଲା ଫାଇନାନ୍ସ, ପ୍ରପର୍ଟି, କଣ୍ଟ୍ରାକ୍ଟସ ଆଣ୍ଡ ସୁଇଟ୍ସ, ଏଟା ହେଉଛି ପାର୍ଟ 12। ତାପରେ ସେକେଣ୍ଡ ହେଲା ଟି ରେ ହେଉଛି ଟ୍ରେଡ୍, କମର୍ସ ଆଣ୍ଡ ଇଣ୍ଟରକୋର୍ସ ୱିଦିନ୍ ଦ ଟେରିଟୋରୀ ଅଫ୍ ଇଣ୍ଡିଆ, ଏଟା ହେଉଛି ପାର୍ଟ 13 ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ତାପରେ ନେକ୍ସଟ ଯେ ହେଲା ଏସ୍ ରେ ହେବ ସର୍ଭିସେସ୍ ଅଣ୍ଡର ଦ ୟୁନିୟନ ଆଣ୍ଡ ଷ୍ଟେଟ୍ସ, ଏଟା ହେଉଛି ପାର୍ଟ 14 ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ତାପରେ ହେଲା ଟି ରେ ହେଉଛି ଟ୍ରିବ୍ୟୁନାଲ୍ସ, ଏଟା ହେଉଛି ପାର୍ଟ 14 ଏ ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ତାପରେ ନେକ୍ସଟ ହେଲା ଇ ରେ ହେବ ଇଲେକ୍ସନ ହେଉଛି ପାର୍ଟ 15। ତାପରେ ହେଲା ଏସ୍ ରେ ହେଉଛି ସ୍ପେଶିଆଲ ପ୍ରୋଭିଜନ୍ସ ରିଲେଟିଂ ଟୁ ସର୍ଟେନ୍ କ୍ଲାसेस, ଏଟା ହେଉଛି ପାର୍ଟ 16 ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ତାପରେ ହେଲା ଓ ହେଉଛି ଅଫିସିଆଲ ଲାଙ୍ଗୁଏଜ, ଏଟା ହେଉଛି ପାର୍ଟ 17 ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ତାପରେ ହେଲା ଇ ରେ ଏମର୍ଜେନ୍ସି ପ୍ରୋଭିଜନ୍ସ, ଏଟା ହେଉଛି ପାର୍ଟ 18 ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ତାପରେ ହେଲା ଏମ୍ ରେ ହେଉଛି ମିସଲେନିୟସ୍, ଏଟା ହେଉଛି ପାର୍ଟ 19 ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ତାପରେ ହେଲା ଏ ରେ ହେଉଛି ଏମେଣ୍ଡମେଣ୍ଟ ଅଫ୍ କନଷ୍ଟିଟ୍ୟୁସନ, ଏଟା ହେଉଛି ପାର୍ଟ 20 ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ତାପରେ ହେଲା ଟି ରେ ହେଉଛି ଟେମ୍ପୋରାରୀ, ଟ୍ରାଞ୍ଜିଶନାଲ ଆଣ୍ଡ ସ୍ପେଶିଆଲ ପ୍ରୋଭିଜନ, ଏଟା ହେଉଛି ପାର୍ଟ 21 ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ତାପରେ ହେଲା ଏସ୍ ରେ ହେବ ସର୍ଟ ଟାଇଟଲ, କମେନ୍ସମେଣ୍ଟ ଆଣ୍ଡ ଅଥରିଟେଟିଭ ଟେକ୍ସଟ ଇନ୍ ହିନ୍ଦୀ ଆଣ୍ଡ ରିପିଲ୍ସ, ଏଟା ହେଉଛି ପାର୍ଟ 22 ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ପିଲାମାନେ ଏ ହେଲା ଟୋଟାଲ 26ଟି ପାର୍ଟ, ଯେଉଁଥିରୁ ଗୋଟିଏ ପାର୍ଟ ଯାହାକି ପାର୍ଟ 7 ତାହାକୁ 1956 ରେ ଓମିଟ୍ କରାଯାଇଥିଲା। ଏବେ ଆମେ ଜାଣିବା କେଉଁ ପାର୍ଟରେ କେଉଁ ଆର୍ଟିକିଲ ଅଛି। ପାର୍ଟ 1 ରେ ଅଛି ଆର୍ଟିକିଲ 1 ରୁ 4 ପର୍ଯ୍ୟନ୍ତ। ତାପରେ ପାର୍ଟ 2 ରେ ଅଛି ଆର୍ଟିକିଲ 5 ରୁ 11 ପର୍ଯ୍ୟନ୍ତ। ତାପରେ ପାର୍ଟ 3 ରେ ଅଛି ଆର୍ଟିକିଲ 12 ରୁ 35 ପର୍ଯ୍ୟନ୍ତ। ତାପରେ ପାର୍ଟ 4 ରେ ଅଛି ଆର୍ଟିକିଲ 36 ରୁ 51 ପର୍ଯ୍ୟନ୍ତ। ତାପରେ ପାର୍ଟ 4 ଏ ରେ ଅଛି ଆର୍ଟିକିଲ 51 ଏ। ତାପରେ ପାର୍ଟ 5 ରେ ଅଛି ଆର୍ଟିକିଲ 52 ରୁ 151। ତାପରେ ପାର୍ଟ 6 ରେ ଅଛି ଆର୍ଟିକିଲ 152 ରୁ 237। ତାପରେ ପାର୍ଟ 7 ରେ ଥିଲା ଆର୍ଟିକିଲ 238, ଯାହାକୁ 1956 ରେ ରିମୁଭ୍ କରାଗଲା। ତାପରେ ପାର୍ଟ 8 ରେ ଅଛି ଆର୍ଟିକିଲ 239 ରୁ 242। ତାପରେ ପାର୍ଟ 9 ରେ ଅଛି ଆର୍ଟିକିଲ 243 ରୁ 243 ଓ। ତାପରେ ପାର୍ଟ 9 ଏ ରେ ଅଛି ଆର୍ଟିକିଲ 243 ପି ରୁ 243 ଜେଡ୍ ଜି। ତାପରେ ପାର୍ଟ 9 ବି ରେ ଅଛି ଆର୍ଟିକିଲ 243 ଜେଡ୍ ଏଚ୍ ରୁ 243 ଜେଡ୍ ଟି। ତାପରେ ପାର୍ଟ 10 ରେ ଅଛି ଆର୍ଟିକିଲ 244 ରୁ 244 ଏ। ତାପରେ ପାର୍ଟ 11 ରେ ଅଛି ଆର୍ଟିକିଲ 245 ରୁ 263। ତାପରେ ପାର୍ଟ 12 ରେ ଅଛି ଆର୍ଟିକିଲ 264 ରୁ 300 ଏ। ତାପରେ ପାର୍ଟ 13 ରେ ଅଛି ଆର୍ଟିକିଲ 301 ରୁ 307। ତାପରେ ପାର୍ଟ 14 ରେ ଅଛି ଆର୍ଟିକିଲ 308 ରୁ 323। ତାପରେ ପାର୍ଟ 14 ଏ ରେ ଅଛି ଆର୍ଟିକିଲ 323 ଏ ରୁ 323 ବି। ତାପରେ ପାର୍ଟ 15 ରେ ଅଛି ଆର୍ଟିକିଲ 324 ରୁ 329 ଏ। ତାପରେ ପାର୍ଟ 16 ରେ ଅଛି ଆର୍ଟିକିଲ 330 ରୁ 342। ତାପରେ ପାର୍ଟ 17 ରେ ଅଛି ଆର୍ଟିକିଲ 343 ରୁ 351। ତାପରେ ପାର୍ଟ 18 ରେ ଅଛି ଆର୍ଟିକିଲ 352 ରୁ 360। ତାପରେ ପାର୍ଟ 19 ରେ ଅଛି ଆର୍ଟିକିଲ 361 ରୁ 367। ତାପରେ ପାର୍ଟ 20 ରେ ଅଛି ଆର୍ଟିକିଲ 368।
ତାପରେ ପାର୍ଟ 21 ରେ ଅଛି ଆର୍ଟିକିଲ 369 ରୁ 392। ତାପରେ ପାର୍ଟ 22 ରେ ଅଛି ଆର୍ଟିକିଲ 393 ରୁ 395। ଏବେ ଆପଣମାନେ ଓଭରଅଲ୍ ପୁରା ଜାଣିଗଲେ ଯେ କେଉଁ ପାର୍ଟରେ କେଉଁ ଆର୍ଟିକିଲ ଅଛି। ଏବେ ଆପଣମାନେ ପ୍ରାୟତଃ କୋଶ୍ଚିନ୍ର ଅପସନ୍ରୁ ଜାଣିପାରିବେ ଯେ କେଉଁ ଆର୍ଟିକିଲରେ କ'ଣ ଅଛି। ଯେମିତିକି ପାର୍ଟ 1ରେ ହେଲା ୟୁନିଅନ୍ ଆଣ୍ଡ ଇଟ୍ସ ଟେରିଟୋରୀ। ଏଥିରେ ଆର୍ଟିକିଲ 1, 2, 3, 4 ଏହି ଚାରୋଟି ଅଛି। ଏହି ଚାରୋଟି ଆର୍ଟିକିଲରେ ୟୁନିଅନ୍ ଆଣ୍ଡ ଇଟ୍ସ ଟେରିଟୋରୀ ରିଲେଟେଡ୍ ହିଁ ଥିବ। ଯେମିତିକି ଆର୍ଟିକିଲ 1 ହେଉଛି ନେମ୍ ଆଣ୍ଡ ଟେରିଟୋରୀ ଅଫ୍ ଦ ୟୁନିଅନ୍। ତାପରେ ଆର୍ଟିକିଲ 2 ହେଉଛି ଏଡମିସନ୍ ଆଣ୍ଡ ଏଷ୍ଟାବ୍ଲିଶମେଣ୍ଟ ଅଫ୍ ଦ ନ୍ୟୁ ଷ୍ଟେଟ୍। ସେମିତି ଆର୍ଟିକିଲ 3 ମଧ୍ୟ ହେଉଛି ଫର୍ମେସନ୍ ଅଫ୍ ନ୍ୟୁ ଷ୍ଟେଟ୍। ଏହି ସବୁ ଏହି ୟୁନିଅନ୍ ଆଣ୍ଡ ଟେରିଟୋରୀ ରିଲେଟେଡ୍ ଅଛି। ଏମିତି ଭାବରେ ଆପଣମାନେ ଜାଣିପାରିବେ। ଯଦି ଆପଣମାନଙ୍କୁ ପୁରା ସବୁ ଜାଣିବାକୁ ହେଲେ ପୁଣି ସବୁ ଆର୍ଟିକିଲକୁ ଘୋଷିକି ମନେ ରଖିବାକୁ ପଡ଼ିବ। ଏହା ଛଡ଼ା ଅନ୍ୟ କିଛି ଟ୍ରିକ୍ ନାହିଁ। ତେଣୁ ଏହି ଟ୍ରିକ୍କୁ ଫଲୋ କରନ୍ତୁ। ନିଶ୍ଚୟ ଆପଣମାନେ ପ୍ରାୟତଃ ପ୍ରଶ୍ନର ଉତ୍ତର ଦେଇପାରିବେ। ଶେଷରେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗମାନଙ୍କୁ ସେୟାର କରିବା ପାଇଁ ଭୁଲିବେ ନାହିଁ। ଏବଂ ଭିଡ଼ିଓରେ ପଚାରିଥିବା ପ୍ରଶ୍ନକୁ କମେଣ୍ଟ ସେକ୍ସନରେ ଜଣାଇବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଧନ୍ୟବାଦ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।